ମଜି ଯାଇଥିବା ବେଳେ ଆପଣଙ୍କ ମନର ଦୁଃଖ କଣ ହୋଇଛି ଆପଣଙ୍କର? ଆଜ୍ଞା ଯେତେବେଳେ ଦୁଃଖୀ ଲୋକଟିଏ ଦୁଃଖରେ ଭାଙ୍ଗି ପଡିଥାଏ ତା ଦୁଃଖ ବିଷୟରେ କେହି ଜଣେ ପଚାରି ଦିଏ କାହିଁକି କେଜାଣି ତା ଅଜଣା ରାଇଜରୁ ଆପଣା ଥାଏ ନୟନରୁ ଧାର ଧାର ଧାରା ଶ୍ରାବଣୀ ଲୋତକ ବହିଯାଏ। କହି ଦଉଛନ୍ତି ହେ ଦେବର୍ଷି ଆପଣ ତ ତ୍ରିକାଳଦର୍ଶୀ, ଆପଣ ତ ସର୍ବଜ୍ଞ, ଆପଣ ତ ମହାପଣ୍ଡିତ, ଆପଣଙ୍କୁ କହି କଣ? ଆଜ୍ଞା ଏ କଥାକୁ ଯେତେବେଳେ କହି ଦେଇଛନ୍ତି ଦେବରାଜ ଇନ୍ଦ୍ର ପଢିଛନ୍ତି ଦେବର୍ଷି ଶରୀର ମଧ୍ୟରୁ ଏ ଚକ୍ଷୁ କିପରି ଆଜି ଭଲ ହେବ? ଋଷି ମତେ ଅଭିଶାପ ଦେଇଛନ୍ତି, ଏ ଅଭିଶାପରୁ ମତେ କିଭଳି ବଞ୍ଚିବାକୁ ହେବ, କିଭଳି ଆଜି ତ୍ରାହି ପାଇବାକୁ ହେବ, ଉପାୟ ମତେ ବତାଇ ଦିଅନ୍ତୁ। ଯେତେବେଳେ ଆଜି ଦେବର୍ଷି କଥା କହିଛନ୍ତି ଦେବରାଜ ଇନ୍ଦ୍ର, ଆଜ୍ଞା ଦେବର୍ଷି ଆଜି କହୁଛନ୍ତି ହେ ଦେବର୍ଷି ଆପଣ ମନ ଦୁଃଖ କରନ୍ତୁନି, ଆପଣ ମନ ଉଣା କରନ୍ତୁ ନାହିଁ। ମୁଁ ଆଜି ଆପଣଙ୍କୁ କେତେ ଗୁଡିଏ କଥା କହୁଛି, ଆପଣ ମନେ ରଖିବେ। Oh.
କରିଥିବାରୁ ତାଙ୍କର ଅଭିଶାପ ଆଜି ସମଗ୍ର ଶରୀରରେ ଏ ଚକ୍ଷୁକୁ ଧାରଣ କରିଛନ୍ତି। ଯଦି ଭଗବାନଙ୍କର ସେଇ ବାତ୍ସଲ୍ୟ ମାଧୁର୍ଯ୍ୟ ସାକ୍ଷ୍ୟ ମୂର୍ତ୍ତିକୁ ଦର୍ଶନ କରିବ ଶ୍ରୀକୃଷ୍ଣ ବର୍ତ୍ତମାନଙ୍କ ଅଭିଶାପରୁ ଆପଣ ନିଶ୍ଚିନ୍ତ ମୁକ୍ତି ପାଇପାରିବେ। ଆଜ୍ଞା ପ୍ରଭାତ ବାବୁ ଭଗବତର କିଭଳି ଜଗନ୍ନାଥ ଲେଖିଛନ୍ତି କଣ ନା କର୍ମ କରିଣ ଫଳ ପାଇ ପ୍ରାଣିତା ଜାଣି ନ ପାରଇ ପ୍ରାଣିତା ଜାଣି ନ ପାରଇ ପ୍ରାଣିତା ଜାଣି ନ ପାରଇ। ଆଜ୍ଞା କର୍ମ କରିଣ ଫଳ ପାଇ ପ୍ରାଣିତା ଜାଣି ନ ପାରଇ। ପ୍ରଭାତ ଭାଇନା ଯିଏ ଯୋଉ କର୍ମ କରିଥିବ ତା କର୍ମ ଫଳ ସ୍ୱରୂପ ବିଧାତା ତାକୁ ସେ ଫଳରେ ଦଣ୍ଡିତ କରିଥାନ୍ତି। ଠିକ ସେମିତି ଯେତେବେଳେ ଆଜି ଦେବରାଜ ଇନ୍ଦ୍ର ଋଷିଶ୍ରେଷ୍ଠ ପତ୍ନୀ ଅହଲ୍ୟାକୁ ଅପହରଣ କରିଛନ୍ତି ତାଙ୍କ ଅଭିଶାପରୁ ଆଜି ସମଗ୍ର ଶରୀର ଚକ୍ଷୁକୁ ଧାରଣ କରିଛନ୍ତି। ସେଥିରୁ ଅଭିଶାପ ପାଇବାକୁ ହେଲେ ଦେବର୍ଷି ଆଜି କହିଯାଉଛନ୍ତି ହେ ଦେବରାଜ ଇନ୍ଦ୍ର ଆପଣ ଯଦି ପ୍ରଭୁଙ୍କର ତ୍ରିମୂର୍ତ୍ତିକୁ ସାକ୍ଷାତ କରିବ ଦର୍ଶନ କରିବ ତେବେ ଋଷିଶ୍ରେଷ୍ଠ ଗୌତମଙ୍କ ଅଭିଶାପରୁ ମୁକ୍ତି ପାଇବ। ପୂର୍ବର୍ଜିତ କର୍ମ ଫଳେ ଗୋବିନ୍ଦ ପ୍ରାଣିତ ଜାଣି ନ ପାରଇ ଗୋବିନ୍ଦ ପ୍ରାଣିତ ଜାଣି ନ ପାରଇ ଗୋବିନ୍ଦ ପ୍ରାଣିତ ଜାଣି ନ ପାରଇ ଗୋବିନ୍ଦ। ଯିଏ ଯେଉଁ ପାପ କରିଥାଏ ଆଜ୍ଞା ତା ଫଳ ସେ ନିଶ୍ଚିତ ଭୋଗ କରିବାକୁ ପାଇବ। ଜଣେ ମଣିଷ ଯେତେବେଳେ ଭାଇନା କର୍ମ କରୁଥାଏ କୁକର୍ମ ସେ ଭାବେ ମୋ ପାପର ଫଳ କେହି ଦେଖି ପାରୁନାହାନ୍ତି କିନ୍ତୁ ଜଣେ ଆଜ୍ଞା ଦେଖୁଛି ସିଏ କିଏ ସେ ହେ ପ୍ରଭାତ ବସ ତେଣୁ ବାବୁରେ କର୍ମ କରିଣ ଫଳ ପାଇ ପ୍ରାଣିତା ଜାଣି ନ ପାରଇ। ତେଣୁ ପ୍ରାଣୀ ଯେଉଁ କର୍ମ କରୁଥାଏ ଭଗବାନ ସବୁ ଦେଖୁଥାନ୍ତି ଦିନେ ନା ଦିନେ ତା ଫଳ ସିଏ ଭୋଗିବାକୁ ପଡ଼ିଥାଏ। ବାବୁରେ ତେଣୁ ପୂର୍ବ ଅର୍ଜିତ କର୍ମ ଫଳ ଜାତି ସେ ଦେଉଥାଏ। ଯିଏ ଯାହା ପାପ କରିଥାଏ ତା ପାପର ଫଳ ସେ ନିଶ୍ଚିତ ଭୋଗିବାକୁ ପଡ଼ିଥାଏ। କାହିଁକି ନା ଚକା ଆଖି ସବୁ ଦେଖୁଛି ଚକା ଆଖି ସବୁ ଦେଖୁଛି ଚକା ଆଖି ସବୁ ଦେଖୁଛି ଚକା ଆଖି ସବୁ ଦେଖୁଛି ଜନ୍ମ ଦେଇଛି ପରମ ଦେଇଛି ଜନ୍ମ ଦେଇଛି ପରମ ଦେଇଛି ପରମ ଦେଇଛି ଜନ୍ମ ଦେଇଛି ପରମ ଦେଇଛି ହାତ ଧରି ହାତ ପାଣି କରୁଛି ଚକା ଆଖି ସବୁ ଦେଖୁଛି ଚକା ଆଖି ସବୁ ଦେଖୁଛି ଚକା ଆଖି ସବୁ ଦେଖୁଛି। ତେଣୁକରି ଯିଏ ଯୋଉ କର୍ମ କରିଥାଏ ଭଗବାନ ତା ଫଳ ନିଶ୍ଚିନ୍ତ ତାକୁ ଦିଅନ୍ତି। ମଣିଷ ଭାବେ ମୋ କର୍ମ ଫଳ କେହି ଦେଖି ପାରୁନାହାନ୍ତି ଆଉରେ ସେ ଉପର ବାଲା ସବୁ ଦେଖୁଛି ହାତ ଧରି କାତ ପାରି କରୁଛି। ତେଣୁକରି କର୍ମ କରିନ କର୍ମ କଲା ବେଳେ ଆଜ୍ଞା ଭଗବାନଙ୍କୁ ଡରନ୍ତୁ ପାପକୁ ଡରନ୍ତୁ। କିନ୍ତୁ ଆଜିକାଲିକା ଏପରି ଯୁଗ ସମାଜରେ ମଣିଷ ମାନେ ଆଜ୍ଞା ପାପକୁ ଡରୁନାହାନ୍ତି। ତେଣୁକରି ପାପ ଫଳ ଏତେ ମାତ୍ରାରେ ଆଜି ବଢି ଚାଲିଛି ଯେ କରୋନା ଭଳି ରୋଗ ମାଡ଼ି ଆସୁଛି ମହାମାରୀ ମାଡ଼ି ଆସୁଛି ମଣିଷ ତା ବି ଜାଣି ପାରୁନାହାନ୍ତି ବାପ ପୁଅକୁ ଛୁନି ପୁଅ ବାପକୁ ଛୁନି ତଥାପି